ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଯାଇଛି ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଯାଜପୁର ଚଣ୍ଡିଖୋଲ ନିକଟରେ ଦୁର୍ଘଟଣା ଘଟିଛି। ଗ୍ୟାସ୍ ବୋଝେଇ ଗାଡ଼ିଟି କଟକ ଯାଉଥିବା ବେଳେ ଚଣ୍ଡିଖୋଲ ଛକର ଜାତୀୟ ରାଜପଥ କଡ଼ରେ ଥିବା ଏକ ଘର ଉପରକୁ ମାଡ଼ିଯାଇଛି। ଘରର ପାଚେରୀ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଯାଇଛି ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଯାଜପୁର ଚଣ୍ଡିଖୋଲ ନିକଟରେ ଦୁର୍ଘଟଣା ଘଟିଛି। ଗ୍ୟାସ୍ ବୋଝେଇ ଗାଡ଼ିଟି କଟକ ଯାଉଥିବା ବେଳେ ଚଣ୍ଡିଖୋଲ ଛକର ଜାତୀୟ ରାଜପଥ କଡ଼ରେ ଥିବା ଏକ ଘର ଉପରକୁ ମାଡ଼ିଯାଇଛି। ଘରର ପାଚେରୀ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। खबर उपरे रखंतु नजर जोड़ी हुंतु कनक डिजिटल सहित फेसबुक रे लाइक और फॉलो करंतु यूट्यूब रे सब्सक्राइब करिबा बेले बेल आइकन दबांतु।